जय जगन्नाथ जय श्री सो है गाइस समस्त दृष्टि तरीका चैनल को स्वागत। मो चैनल को लाइक करेंगे, कमेंट करेंगे, शेयर करेंगे, सब्सक्राइब करेंगे। फ्रेंड्स समस्त को शुभ सकाल, समस्त को नमस्कार। फ्रेंड्स मुझे सकाल बर्तमान बाहर गले पुरी पुरी जाऊँ मोर गोटे कम अच्छे, तथापि जगन्नाथ को दर्शन कर इच्छा अच्छी। देखिए जाई हो कि नहीं। अबिका मुझे बाहर आम भुवनेश्वर जाइए बाहर आगे कलिंग स्टाडियम मुझे ये देखो अबिका कलिंग स्टाडियम पाचे पाखापाखि गल ये हूँ कलिंग स्टाडियम पाचे माने पाचे भी पाचे आम कलिंग स्टाडियम ओडिशा स्टाडियम अच्छी कलिंग स्टाडियम बारबाटी कटक बारबाटी स्टाडियम देखो लोक खेल टाइम जावासवाई किपरि व्यवस्था कर भल सुविधा मिले। कलिंग स्टाडियम आसीगला तथापि आम एमती जाऊ आगे कलिंग स्टाडियम छक राखी पूर्णिमा को आगे 8 वर्ष गाड़ी भड़ा कर आसला दिन सकाल 6टा भाई मो बस चला मो गाड़ी मो बस जमा बर्तमान आसिक पहुँच गल पाखापाखि एपटे देख तो रास्ता गच बेस भुवनेश्वर जमी ट्राफिक बेस एपटे रास्ता गच बेस रास्ता मझे जो गच गुड़िक अच्छे सुंदर लगे। एपटे भी गोटे कॉलेजटा देख कॉलेज भाई अच्छी बिल मझे खाली एपटे प्राय कॉलेज भी बेस भुवनेश्वर तो जोड़े ने खाली बिल्डिंग अपार्टमेंट सब तो गच काटिक सारे गच जिते काटा आम आम निजक से असुविधा पकेबा कहीं सीना आम काटिदेवा आम पर पीढ़ी भी गच लता को देखिए सब करेंगे आम भी से सब देखा अच्छे से कही गोटे गच लगे अनेक गच पाइबा सेमती मस्ती होता है। देखो अबिका पुरी अच्छे 42 किलोमीटर वेलकम टू पुरी देखु किसी ब्यानर जो सुंदर लगुच एपटे मंदिर एपटे रथ यात्रा अच्छी ये देखिए मत सब सुंदर लगे मुझे उठा चाहे कोई अंश बिल गुड़िक देखते कि भाई आम नयगढ़ परिका नुह एपटे सब फसल होता है बिल सब जमा परिपूर्ण होता है। आम तो सेपटे ठेका माटी पहाड़िया अंचल आम सेपटे नाली माटी जमती एपटे ठेका माटी तथापि देखो तो सब किसी देख तो जाओ ना जाए तो सब किसी जाओ गल बैठ से देखो हालिया लगला तो हालिया लगे भोर 5टा उठिक जो देखो दुकान गुड़िक एपटे भाई सब सजा सज एपटे सब दुकान खाली कदली बागान मु नड़िया बागान देखते कदली बागान देखुँ खाली कदली बागान भाई टे कदली सब होटेल तथापि हम एमती देखा नड़िया बागान तथापि लोक भी सकाल पटे उठिले एपटे नड़िया बागान जिते कदली बागान से
ଏମିତି ସବୁ ମଜାମସ୍ତି ମାନେ କଦଳୀ ବାଗାନ ମୁଁ ଏତିକି ଆସୁଛି ଖାଲି କଦଳୀ ବାଗାନ ଦେଖି ଦେଖି ଆସୁଛି। ଆଉ ଏପଟେ ପୁରା ଫସଲ ଆମ ଏପଟେ ଫସଲ ଆରମ୍ଭ ହେଇନି, ଏପଟେ ବି ଫସଲ ଆରମ୍ଭ ହେଇଗଲା କ'ଣ କେଜାଣି ଲାଗିଛି। ତଥାପି ମୁଁ ଯିବା ଭିତରେ ଗୋଟେ ଗ୍ୟାସ୍ ଗାଡ଼ି କ୍ରସ୍ କରିଛି, ଟ୍ରାକ୍ଟର ଏମିତି ସବୁ ରହିଛି। ଆମେ ଗଲୁ ଏମିତି ଯାଉଛୁ ପୁରୀ ପାଖାପାଖି ପହଞ୍ଚିଲୁ। ଅବିକା ତ ଓଭରବ୍ରିଜ୍ ଉପରେ ଯାଉଛୁ, ଏମିତି କଥାବାର୍ତ୍ତା ହେଉଛୁ ରଥଯାତ୍ରା ବିଷୟରେ। କାହିଁକିନା ଆର ବର୍ଷ ରଥଯାତ୍ରାକୁ ଯିବୁ କହିକି ଯାଇପାରିଲେନି, ଏ ବର୍ଷ ବି ଯିବା କଥା କହିକି ଯାଇ ହେଉନି। କାହିଁକିନା ସମସ୍ତେ ତ ନିଜ ନିଜ କାମରେ ବ୍ୟସ୍ତ, କିଏ କେଉଁଠି ବସୁଛି ଯେ ଯିବ। ସେଥିପାଇଁ ଏଠି ପୁଣି ସାମ୍ନାରେ ଯାଉଛି ଆମ ମୁଖ୍ୟମନ୍ତ୍ରୀଙ୍କ ଡବଲ୍ ଡେକର୍ ବସ୍। ସିଙ୍ଗଲ ମୋ ବସ୍କୁ ତ ଲୋକ ନାହାନ୍ତି, ଏତେ ଲୋକ ଆସେ। ଏତେ ଅଯଥା ପଇସା ଖର୍ଚ୍ଚ କରିବା ଅପେକ୍ଷା ଭଲ ଭଲ କମ୍ପାନୀ ଖୋଲିଦେଲେ ଲାଭ ଅଛି। ଲୋକ କହୁଛନ୍ତି ନବୀନ ସରକାର 24 ବର୍ଷ କ'ଣ କହିଛନ୍ତି, ଆମେ ମାନୁଛୁ 24 ବର୍ଷରେ କିଛି କରିନି। ସେ ଯେତିକି କରିକି ଯାଇଛନ୍ତି ବହୁତ କିଛି କରିଛନ୍ତି। ଆମେ କ'ଣ କହିବା। ତଥାପି ବସ୍ଟେ ଦେଖିଲେ ଇଏ ଦେଖନ୍ତୁ ପୁରୀ ବସ୍ ଷ୍ଟାଣ୍ଡ। ଏଇଟା ଟୋଟାଲ ବସ୍ ଷ୍ଟାଣ୍ଡ ହେଉଥିଲା, ତଥାପି 5-7 କିଲୋମିଟର ଦୂରରୁ କିଏ ଗାଡ଼ି ରଖିବ, ସେଥିପାଇଁ ପାର୍କିଂର ବ୍ୟବସ୍ଥା ରହିଲା। ବି ବସ୍ ଷ୍ଟାଣ୍ଡ ଆଗକୁ ବି ଗଲା। ଦେଖନ୍ତୁ ପୁରୀରେ ବସ୍ ଷ୍ଟାଣ୍ଡ ଦେଖିବାକୁ ସୁନ୍ଦର ଲାଗୁଛି, କାହିଁକିନା ସୁନ୍ଦର। ଅବିକା ପୁରୀ ହେଲା 6 କିଲୋମିଟର। ଆମେ ବି ଯିବୁ, ସକାଳୁ ଆସିଯାଇଛୁ। ବାଟମଙ୍ଗଳାକୁ ବାଟରେ ଦର୍ଶନ କରିକି ମୋତେ ଖୁସି ଲାଗିଲା, କାହିଁକିନା ମୁଁ ଗାଡ଼ି ଓହ୍ଲେଇନି। ତଥାପି ବାଟମଙ୍ଗଳାକୁ ଦେଖି ମୋତେ ଟିକେ ଖୁସି ଲାଗିଲା। ଆଗକୁ ପୁଣି ଆମେ ଯିବୁ। ଇଏ ଗୋଟେ ହୋଟେଲ, ଏବେ ଏଇଟା ହୋଟେଲ ଅଛି। ମୁଁ ଶୁଣିଥିଲି ଏଇଟା ଆଗରୁ ଥାନା ଥିଲା। ଫାଇନାଲି ମୁଁ ପୁରୀ ଆସି ପହଞ୍ଚିଗଲି। ଅବିକା ଜଗନ୍ନାଥ ମନ୍ଦିର ପାଖରେ ଅଛି। ଏଠି ଦେଖନ୍ତୁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ପ୍ରଭୁ କାଳିଆ। ଅବିକା ପୁରୀ ମନ୍ଦିର ବାହାରେ ଅଛି, ଭିତରକୁ ତ ମୋବାଇଲ ଆଲାଉ ନାହିଁ। ମୁଁ ମୋବାଇଲ ଜୋତା ସବୁ ଷ୍ଟାଣ୍ଡରେ ରଖିକି ଯିବି, ମାଗଣା ଷ୍ଟାଣ୍ଡ। ଏଠି ଦେଖନ୍ତୁ ମୋ ପଛେ ଜଗନ୍ନାଥଙ୍କ ମନ୍ଦିର ମୁଁ ଦର୍ଶନ କରିସାରି ଅବିକା ରିଟର୍ଣ୍ଣ କରୁଛି, କାହିଁକିନା ଯିବାର ଅଛି। ଆମର ତ କାମ ଅଛି। ଏପଟେ ଦେଖନ୍ତୁ ଭୋଗ ବିକ୍ରି ହେଉଛି, ସେପଟେ ଖଜା, ଏମିତି ସବୁ ବିକ୍ରି ହେଉଛି। ଖଜା ପାଇଁ ମୁଁ ଯିବି। ଏଇଠି ଆମେ ଯାଉଛୁ। ମୁଁ ଏଇ ଭାଇଙ୍କ ସହିତ ଆସିଛି। ଭାଇଙ୍କର ମୁଁ ଗୋଟେ ଫଟୋ ଉଠେଇ ଦେଇକି ଏବେ ଆମେ ଚାଲିଲୁ, କାହିଁକିନା ଆମର ବି କାମ ଅଛି। ସେମିତି ଯିବା ଆସିବା ହେଇଛି। ଇଏ ହେଉଛି ଆମ 18 ମୁଁ ଆଗରୁ ଦେଖିନଥିଲି, ଏଇଟା ଫାର୍ଷ୍ଟ ଟାଇମ୍। 18 କାହିଁକି ଅଛି ଆଗକୁ, କାହିଁକିନା ଆମେ ଆମ ପୂର୍ବକାଳ ଶୁଣି ଆସିଛୁ ଏଠି ମୁନି ଋଷିମାନେ ଏଠି ଯିବା ଆସିବା କରନ୍ତି। ସେଥିପାଇଁ ଏଇଟା ଗୋଟେ ପର୍ଯ୍ୟଟନ। ନରେନ୍ଦ୍ର ପୁଷ୍କରଣ ବି ବାଟରେ ଦେଖିଲି, ତଥାପି ସେଠି ଭିଡ଼ିଓ କରିନି। 18ଟା ମୋତେ ଦେଖିବାକୁ ସୁନ୍ଦର ଲାଗିଲା। ତା ଆଗକୁ ଯିବି ଭାବିକି ଯାଇପାରିଲାନି କାମ ସହିତ। ଅବିକା ଆମ ପୁରୀ ରିଟର୍ଣ୍ଣକୁ ଦେଖନ୍ତୁ କିଭଳି ସବୁ ବିକ୍ରି ହେଉଛି। ଥ୍ୟାଙ୍କ ୟୁ। ଏଠୁ ଭୁବନେଶ୍ୱର 21 କିଲୋମିଟର। ତାପରେ ଅବିକା ପିପିଲି ପାଖାପାଖି ହେଇଗଲୁ। ପିପିଲି ଦେଖନ୍ତୁ ଏଇ ଜାଗାଟା ଯେଉଁ ସଜେସନ୍ ବହୁତ ସୁନ୍ଦର ଲାଗୁଛି। ଆଇ ଲଭ୍ ୟୁ ପିପିଲି ଲେଖାଯାଇଛି। ଏଠି ଘୋଡ଼ା ବି 8-10ଟା ରଖିଛନ୍ତି, ସେମିତି ବି ଦେଖିବାକୁ ଭଲ ଲାଗେ। ପୁରୀ ବୁଲାବୁଲି ସରିଲା। ପୁରୀ ବୁଲାବୁଲି ଭିଡ଼ିଓ କେମିତି କ'ଣ ଲାଗିଲା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ।
ବି ଆଗକୁ ବହୁତ ନୂଆ ନୂଆ ଭଲ ଭିଡ଼ିଓ ଆସିବ। ମୋ ଚ୍ୟାନେଲକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ମୁଁ ବି ଆଗକୁ ଭଲ ଭଲ ଭିଡ଼ିଓ ଆଣିବାକୁ ଚେଷ୍ଟା କରୁଛି। ମୋ ପାଖେ ଟାଇମ୍ ହେଉନି, ଟାଇମ୍ ହେଲେ ମୁଁ ଭଲ ଭିଡ଼ିଓ ଆଣିବି। ସେଥିରେ ବି କିଛି ଟାଇମ୍ ଦେବା ଦରକାର। ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଶ୍ରୀ ଗୋପୀନାଥ।